जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आमर गोटे बहुत ही इंपोर्टांट टॉपिक आरंभ करवा। आज आम डिस्कशन करवा गृह निर्माण आरंभ एटा गोटे भितर प्रेरणा आसी बाटर आइला बेलू मुझे जनक देली डेट आउ भावुची कि एटा इंपोर्टांट जिनस एटा आम केवे करने एटा कहीं करवा कौन ପାଇଁ करवा आ कौन मोर पर्सनल एक्सपीरियंस अच्छी ए विषय में शेयर करी। सर्वप्रथम कही रखे कि मैं आज गोटे एमतिया ब्राह्मण को देखिली जी एक्चुअली ब्राह्मण जो सत्य जुगर ब्राह्मण था ना सेमतिया ब्राह्मण गोटे देखिली ହୁଁ फास्ट टाइम ପାଇଁ କାହାକୁ ମୋ ଭଳିଆ ପିଲାର ହୃଦୟରୁ ଗୋଟେ ରେସପେକ୍ଟ ଆସେ ନା ଯେମିତି ଏ ଲୋକଟାକୁ ପୂଜା କରିବା ଉଚିତ ଏଭଳିଆ ମତେ ଫିଲ୍ ହେଲା। ଚାଲ ସେ କଥାକୁ ସାଇଡ କରିବା ଏବେ ଆମେ ପଢିବା ଯେ ଘର ନିର୍ମାଣର ଟାଇମିଂ ଟା ଏଇଟା ସମସ୍ତେ ଜାଣି ରଖିବା ଉଚିତ। ମୁଁ ଏଇଟା କାହିଁକି କହୁଛି ତମାନେ ବୁଝ ପ୍ରତ୍ୟେକ ଜୀବନ ହଉଛି ପ୍ରିସିୟସ୍। ମଣିଷର ଯୋଉ ଜିନିଷଟା ମଣିଷ ଭିତରୁ ବାହାରି ଗଲେ ମଣିଷକୁ ମୁର୍ଦାର ବୋଲି କୁହାଯାଏ ସେ ଜିନିଷଟା ଯଦି ତୁମ ପାଖରେ ନାହିଁ ତାହେଲେ ତମକୁ ଶବ କୁହାଯିବ। ଏବଂ ଯୋଉମାନେ ଯୋଉ ଜ୍ଞାତି କୁଟୁମ୍ବ ମାନେ ତୁମକୁ ବହୁତ ଭଲ ପାଉଥିବେ କହୁଥିବେ ମୋ ଝିଅ ମୋ ସ୍ତ୍ରୀ ମୋ ପୁଅ ମୋ ସ୍ଵାମୀ ସିଏ କହିବେ ଆଗ ଏ ଲୋକଟାକୁ ପୋଡିଲ 4 କୁଇଣ୍ଟାଲ କାଠ ଆଣିବେ କହିବେ ଆଗକୁ ପୋଡ ତୁରନ୍ତ ପୋଡ। ଆଉ ଯଦି ବି ତାର କୌଣସି ଇଚ୍ଛା ଅପୂର୍ଣ୍ଣ ରହିଗଲା ସେ କିଛି ଝାଂସା ଦେଲା ତାପରେ ବି କହିବେ ଗୁଣିଆ ଡାକିକି ତାକୁ ବ୍ଲକ ବି କରିବେ। ମୁଁ ଏ କଥାଟା କାହିଁକି କହୁଛି ଆପଣ ତାପରେ ପରେ ବୁଝିବେ। ସବୁ ସଂସାରରେ ଗୋଟେ ଜିନିଷ ଅଛି ଯେ ଏନର୍ଜି ଆଣ୍ଡ ଭାଇବ୍ରେସନ ର ମହତ୍ଵ। ଏନର୍ଜି ଆଣ୍ଡ ଭାଇବ୍ରେସନ ର ମହତ୍ଵ କଣ ନା ତମେ ଯଦି କହିବ ତନ୍ତ୍ର ଯନ୍ତ୍ର ମନ୍ତ୍ର ଏଗୁଡା ସବୁ ଅ ଖରାପ ଜିନିଷ ନିଶ୍ଚିତ ଭାବରେ ଖରାପ ଜିନିଷ ଯଦି ସେଟା ଟୋଟକା ହୁଏ ତନ୍ତ୍ର କିନ୍ତୁ ଟୋଟକା ନୁହେଁ। ଏଟି ଏମିତି ଗୋଟେ ପଦ୍ଧତି ଯୋଉ ପଦ୍ଧତିର ନଲେଜ ଯାହା ପାଖରେ ଅଛି ସେ ଭାଇବ୍ରେସନ ଟାକୁ କ୍ୟାଚ୍ କରିପାରିବ ଯେମିତି ରେଡିଓ ଅଛି ତମକୁ ଯଦି କୌଣସି ପର୍ଟିକୁଲାର ଏଫଏମ ଶୁଣିବାର ଅଛି ତୁମେ ଯଦି ଲେଟ ସେ ଗୋଟେ ରେଡିଓ ଅଛି ତାର ଫ୍ରିକ୍ୱେନ୍ସି ହଉଛି 107 ତୁମେ ଯଦି 106.9 ଲଗେଇବ ତାହେଲେ ସେ ଚଡଚଡ ହବ 107.1 ଲଗେଇବ ତାହେଲେ ବି ଚଡଚଡ ହବ। ତମକୁ 107 ହିଁ ଲଗେଇବାର ଅଛି ତମକୁ ସେ ରେଡିଓଟା ଶୁଣିବା ପାଇଁ ମାନେ ସେ ରିସିଭର ଏଣ୍ଡ ଟାକୁ ଶୁଣିବା ପାଇଁ କାହିଁକି ନା ତାର ଫ୍ରିକ୍ୱେନ୍ସି ସେଇଆ। ସେମିତି ସମୟର ମଧ୍ୟ ଫ୍ରିକ୍ୱେନ୍ସି ଅଛି ଯୋଉଟାକୁ ଆମର ପୁରା ଆମେ ସନାତନୀ ବାଲା ଏତେ ଭାଗ୍ୟବାନ ଯେ ଆମକୁ ଆମ ପୁରାତନ ଯୁଗର ଲୋକମାନେ ଆଚାର୍ଯ୍ୟ ମାନେ ଆମକୁ ସମୟର ଗଣନା ଟା ନାରାୟଣ ଯେବେଠୁ ସଂସାର ବନେଇଲେଣି ସେବେଠୁ ଆମର ଗଡି ଚାଲିଛି ଟାଇମିଂ ଟା ଆଉ ସେଥିରେ ଗୋଟେ ବିନ୍ଦୁ ବିସର୍ଗର ଭୁଲ ଯଦି ବ୍ୟାଡ ଟାଇମ ରେ କିଏ କୌଣସି ଜିନିଷ ଇନଭୋକ କଲା ଇନସେପ୍ଟ କଲା ତାହେଲେ ତାର ରେଜଲ୍ଟ ସେ ଯେତେ ବି ପାରଙ୍ଗତ ହେଇଥିଲେ ମଧ୍ୟ ମିଳିବ ନାହିଁ। ମୁଁ ଗୋଟେ ଏକ୍ସାମ୍ପଲ ଦଉଛି ଜଣେ ବହୁତ ହି ହାୟର ଅଥରିଟିଙ୍କର ଗୋଟେ କୋଶ୍ଚିନ୍ ମତେ ଆସିଥିଲା ତାଙ୍କୁ ଆମେ କିଛି କହିପାରିବୁନି ବହୁତ ହାୟର ଲେଭୁଲର ପୋଷ୍ଟ ମୁଁ କହିଲି ହବ ନାହିଁ ଆଉ ପ୍ରତ୍ୟେକ ଲୋକ ଯୋଉଠି ସେ ଦେଖେଇଥିଲେ ସେ କହିଥିଲେ ହବ। କାମର ଏଣ୍ଡ ଆସିଲା ରେଜଲ୍ଟ ଆସିଲା ହେଲାନି। ହି ଇଜ ହାଭିଂ ଏ ଲଟ୍ ଅଫ ପାୱାର ଇନ ହିଜ ହ୍ୟାଣ୍ଡ କିନ୍ତୁ କରେଇ ଦେଲା ନାହିଁ କାହିଁକି ନା ତାର ଇନସେପ୍ସନ ର ଟାଇମିଂ ଟା ଗଡବଡ ଥିଲା। କାରଣ ତୁମେ ଯୋଉ ଜିନିଷ ସହିତ ଡିଲ୍ କରୁଛ ସେ ଜିନିଷଟା ହଉଛି ଭେରି ପାୱାରଫୁଲ ତାକୁ କହନ୍ତି ସମୟ ତାକୁ କହନ୍ତି କାଳ। କାଳକୁ ଜୟ କରିବାର କ୍ଷମତା କେବଳ ଭକ୍ତ ପାଖରେ ଅଛି ଆଉ ତୁମେ ଯଦି ସେତିକି ଆମାଉଣ୍ଟର ଭକ୍ତ ତାହେଲେ ତୁମେ କାଳ ଜୟ କରିପାରିବ ତୁମେ ଯାହା ଇଚ୍ଛା ତାହା କରିପାରିବ। କିନ୍ତୁ ଏ ସଂସାରରେ ଯଦି 2,000 କୋଟି ଲୋକ ଥାନ୍ତି 2,000 କୋଟିରୁ ଜଣେ ଏମିତି ଥିବ କି ଯେ କାଳକୁ ଜୟ କରିବାର କ୍ଷମତା ରଖେ ନହେଲେ କାଳକୁ କେହି ଜୟ କରିପାରନ୍ତି। ତେଣୁ ପଞ୍ଚାଙ୍ଗର ଯୋଉ ମହତ୍ୱପୂର୍ଣ୍ଣ ଜିନିଷଟା ଅଛି ପାଞ୍ଜି ଦେଖିକି ଘର ଆରମ୍ଭର ଦିନ ସ୍ଥିର କରାଯାଇଥାଏ। ଏଇଟା ମୁଣ୍ଡରେ ରହିଲେ 1 ନମ୍ବର ପଏଣ୍ଟ ଭାଇ ପାଞ୍ଜି ଦେଖିବ ଘର ଷ୍ଟାର୍ଟ କରିବ। ଯଦି ତମ ପେରିଫେରରେ ତମକୁ କିଏ କହିବ କି ଇଏ କର ଆମକୁ କଣ୍ଟାକ୍ଟ କରିବା ଦରକାର ନାହିଁ ସଂସାରରେ ବହୁତ ବାସ୍ତୁବିଦ ଅଛନ୍ତି ବହୁତ ଆଷ୍ଟ୍ରୋଲୋଜି ଅଛନ୍ତି ଯାହାକୁ ପାରୁଛ ଦେଖାଅ କିନ୍ତୁ ଦେଖେଇକି କର। ଠିକ ଅଛି ନା
ବାସ୍ତୁଶାସ୍ତ୍ରରେ ସବୁ ଗ୍ରହ ମାନଙ୍କ ଅପେକ୍ଷା ଶନୀଶ୍ୱର ମହାରାଜଙ୍କୁ ପ୍ରାଧାନ୍ୟ ଦିଆଯାଇଛି। କାହିଁ ଦିଆଯାଇଛି ସେଠି ଯେତେବେଳେ ଶନୀଶ୍ୱର ମହାରାଜଙ୍କୁ ପଢେଇବି ସେତେବେଳେ ପଢେଇବି, ଏବେ ପଢେଇବି। ଯଦି ଶନିଶ୍ଚର ମହାରାଜ ଲଗ୍ନରୁ 3ରେ ରହିଲେ ଗୋଚରରେ, ୟା ଲଗ୍ନରୁ ଏକାଦଶରେ ରହିଲେ, ୟା ଲଗ୍ନରୁ 10ରେ ରହିଲେ, ତାହେଲେ ସେ ଟାଇମରେ ତୁମେ କରିପାରିବ କର। ସେମ ଟପିକ ଯଦି ଚନ୍ଦ୍ରରୁ 3, 7, 3, 11 ରହିଲେ ତାହେଲେ ଆରାମସେ ଘର କରିପାରିବେ। ଶନିଶ୍ୱର ମହାରାଜଙ୍କ ଟାଇମିଂ ଟା ଭେରି ଭେରି ଇମ୍ପୋର୍ଟାଣ୍ଟ। ଆଉ ଆହୁରି ଗୋଟେ ହାୟର ରିଏଲମ ଅଛି, ସେଟା ମୁଁ ଏବେ କହିବିନି, କହିଲେ ତମ ମୁଣ୍ଡରେ ପଶିବ, ଛାଡ। ଶନିଶ୍ୱର ମହାରାଜ ଯଦି କାହାର ନେଗେଟିଭ ହେଇଗଲେ, ତାହେଲେ ତୁମେ ଯଦି ଘର କରୁଛ ତମେ ଠିକ ସେ କରିପାରିବ ନାହିଁ। ତେଣୁ ଘରର ବିଚାର ଶନିଶ୍ୱର ମହାରାଜଙ୍କୁ କୁହାଯାଏ। ମଙ୍ଗଳ ଦେବ ତାର କାରକ ହେଇପାରନ୍ତି, କିନ୍ତୁ ଘର ନିର୍ମାଣର ପ୍ରୋସିଜିଅର ଶନିଶ୍ୱର ମହାରାଜଙ୍କ ଅଣ୍ଡର ଆସେ। ମୁଁ ଆଷ୍ଟ୍ର ବାସ୍ତୁ ପଞ୍ଚାଙ୍ଗ 3ଟା ମିଶେଇକି ପଢଉଛି, ଏଇଟା ମୁଣ୍ଡରେ ପୁରେଇକି ବସ ଭାଇ, ଠିକ ଅଛି। ତେଣୁ ପ୍ରଥମ କଥା ହେଲା ଆମେ ଗୋଟେ ପଞ୍ଚାଙ୍ଗ ଦେଖିବା, ଗୋଟେ ସୁନ୍ଦର ସମୟ ନିର୍ଣ୍ଣୟ କରିବା। ଦ୍ଵିତୀୟ କଥା ହେଲା ସେ ସୁନ୍ଦର ସମୟ ହିସାବରେ ଆମେ ପଞ୍ଚାଙ୍ଗ ଦେଖିକି କାମ କରିବା। କଣ ପଞ୍ଚାଙ୍ଗ ଦେଖିବା, କାହିଁ ଦେଖିବା ନା ସେ ଟାଇମରେ ସେ ଟାଇମ ଟା ଘର ପାଇଁ ଅନୁକୂଳ କି ନାହିଁ। ସେ ଟାଇମ ଟା ଯଦି ଘର ପାଇଁ ଅନୁକୂଳ ନ ହେଇଥିବ, ଆପଣ ମାନେ ଯଦି ଘରକୁ ଇନଭୋକ କଲେ, ତାହେଲେ ଆପଣଙ୍କ ଘର ତ ସେ କରେଇଦବନି। ଆପଣ ଯେତେ ପାୱାର ଲଗେଇ କରିବେ, କଣ୍ଟ୍ରାକ୍ଟର ସହିତ ଝଗଡା କରେଇଦବ, ନହେଲେ ଘରୁ କାହାକୁ ମରେଇଦବ। ରାଜବାବୁ ଆପଣଙ୍କର ମନେ ଥିବ, ଆମେ ଗୋଟେ ଟପିକ ରିସର୍ଚ୍ଚ କରିଥିଲେ, ଦ ପ୍ଲେସମେଣ୍ଟ ଅଫ ରାହୁ ଶୁଭ ଦବା ସମୟ। ହୁଁ ସେ ଟପିକ ରେ ଆମେ ଏଇଆ ପାଇଥିଲେ ଯେ ଯୋଉ ଭାଇବ୍ରେସନ ଟା ଯୋଉଠି ଅଛି, ଗୋଟେ ପର୍ଟିକୁଲାର ପଏଣ୍ଟ ରୁ ଆମେ ଖୋଳିବା ଆରମ୍ଭ କରିବା, ଆଉ ଗୋଟେ ପର୍ଟିକୁଲାର ପଏଣ୍ଟରେ ନେଇକି ଏଣ୍ଡ କରିବା। ହୁଁ ଆମେ ସେଇଟା କରିଥିଲେ, ରିସର୍ଚ୍ଚ କରିଥିଲେ ସେ ଗୋଟେ ଟପିକ ଉପରେ। ହୁଁ ସେ ଟପିକ ଆଜି ପୁଣି ଆଉଥରେ ଆସିଗଲା, ଯୋଉଟାକୁ ଆମେ ରେକର୍ଡ କରୁନଥିଲେ, ସେଥିପାଇଁ ମୁଁ ଏଇଟା ରେକର୍ଡ କରୁଛି। ସେଥିରେ ଥିଲା ଯେ କୋଉ ମାସରେ ସର୍ପର ମୁହଁ କୋଉ ପଟେ ଅଛି, ହୁଁ ପ୍ରତି 3 ମାସରେ ସର୍ପର ମୁହଁ ଚେଞ୍ଜ ହବ। ଚେଞ୍ଜ ହେଇଥାଏ। ତେଣୁ ଯୋଉଠି ଆଜ ଇଟ ଇଜ ଏକ୍ଜାକ୍ଟଲି ତମର ସର୍ପର ମୁହଁ ଅଛି, ଯଦି ତମେ ସର୍ପର ମୁହଁରେ ଖୋଳିଲ, ତାହେଲେ ସର୍ବପ୍ରଥମେ ଘରର କିଏ ଗୋଟେ ବଡ ମୁଣ୍ଡ ମରିବା କଥା ମରିବ। ହୁଁ ଯଦି ସର୍ପର ତମ ଅଣ୍ଟାରେ ଖୋଳିଲ, ହୁଁ ତାହେଲେ ମଝି ମଝିଆ ଏଜ ର କିଏ ଗୋଟେ ଲୋକ ମରିବା କଥା ମରିବ। ହୁଁ ଯଦି ତମେ ସର୍ପର ଟେଲ ର ଖୋଲିଲ, ତାହେଲେ ଗୋଟେ ଛୁଆ କିଏ ଗୋଟେ ମରିବା କଥା ମରିବ। ଏଟା କ୍ଲିୟର? ହଁ ଯଦି ବି ନ ମଲା, ତାହେଲେ ସେ ହାଇଲି ସ୍ପିରିଚୁଆଲ ଥିବ, ତାହେଲେ ତାର ଆକ୍ସିଡେଣ୍ଟ ହବ ପକ୍କା। ହୁଁ ଏଟା ଆପଣ ମୁଣ୍ଡରେ ପୁରେଇ, ହଁ ଯଦି ଆଇଁଷ ଫାଇଁଷ ଖାଉନଥିବ, ହାଇଲି ଏକ୍ସଟ୍ରା ଅର୍ଡିନାରୀ ସ୍ପିରିଚୁଆଲ ହେଇଥିବ, ଦେନ ଭାଇ ସେଠି ତାକୁ ଭଗବାନ ଚଲାନ୍ତି, ସେଠି ତା ଉପରେ ମୁଁ କିଛି କହିପାରିବିନି। କାରଣ ବହୁତ କିଛି ଜିନିଷ ଆମେ ଭଗବାନ ଥୋଡି ନା, ଆମେ ତ ସକାଳ ହେଲେ ଭଗବାନଙ୍କୁ କହୁଛୁ ଭଗବାନ ଆମର ପୂରଣ କରିଦିଅ। ମୋ କଥାଟା ବୁଝିଗଲା, କ୍ଲିୟର କଥାଟା? ତେଣୁ ପ୍ରତ୍ୟେକ ମାସକୁ ଗୋଟେ ପ୍ରତ୍ୟେକ ମାସର ଏନର୍ଜି ଭାଇବ୍ରେସନ ଦିଆଯାଇଛି କି କୋଉ ମାସରେ ଘର କଲେ କଣ, ହୁଁ କୋଉଠି ଶୁଭ ଫଳ ହବ, କୋଉଠି ମୃତ୍ୟୁବୟ ହବ, କୋଉଠି ଧନ ବୃଦ୍ଧି ହବ, କୋଉଠି ଭୟ ବୃଦ୍ଧି ହବ, କଣ ସବୁ ସବୁ ଦିଆଯାଇଛି, ସବୁ ବହି ହୁଁ ଅଛି। ହୁଁ ସେଇଟା ହୁଁ ଆମେ ଧୀରେ ଧୀରେ ଷ୍ଟ୍ରେଟ କରିବା। ମୁଁ କିନ୍ତୁ ଆପଣଙ୍କ ମୁଣ୍ଡରେ ଗୋଟେ ବ୍ରିଫ ଇଣ୍ଟ୍ରୋଡକ୍ସନ ଦଉଛି କି କଣ ହୁଏ। ଏବେ ଆମେ କଣ କରୁ, ସର୍ପକୁ କହୁ ରାହୁ କେତୁର ପୋଜିସନ ଚେକ୍ କରୁ, କି ରାହୁର ପୋଜିସନ କୋଉଠି ଅଛି ଆଉ କେତୁର ପୋଜିସନ କୋଉଠି ଅଛି। ଆଷ୍ଟ୍ରୋଲୋଜିରେ କଣ କହେ, ଯେ ରାହୁ କେତୁର କୌଣସି ଗୋଟେ ନିଜସ୍ୱ ସ୍ୱରୂପ ନାହିଁ, ଆଉ ରାହୁ ଆଉ କେତୁ ହଉଛନ୍ତି ଛାୟା ଗ୍ରହ। ବହୁତ ବଡ ବଡ ଆଷ୍ଟ୍ରୋଲୋଜି ବୁକ୍ ସେମାନଙ୍କୁ ଇଏ ବୋଲି କନସିଡର କରନ୍ତି, ପ୍ଲାନେଟ ବୋଲି କନସିଡର ବି କରନ୍ତି ନାହିଁ। ଏଇଟା ବି ଆମେ ସମସ୍ତେ ଜାଣିଛେ। ହୁଁ ଏବେ ରାହୁ କେତୁ କଣ ନା, ଚନ୍ଦ୍ରର ନର୍ଥ ନୋଡ ଆଉ ସାଉଥ ନୋଡ। ରାହୁ ହଉଛି ଚନ୍ଦ୍ରର ନର୍ଥ ନୋଡ, କେତୁ ହଉଛି ଚନ୍ଦ୍ରର ସାଉଥ ନୋଡ। ଏବେ ଦେଖନ୍ତୁ କେତେ ଲିଙ୍କଅପ୍ ଅଛି ତା ସହିତ। କାଳ ପୁରୁଷ କୁଣ୍ଡଳୀରେ, ଯୋଉଟା କହୁ ଆମେ ମେଷ ଲଗ୍ନ, ତାର 4th ହାଉସ କୁ ରୁଲ କରନ୍ତି ଚନ୍ଦ୍ର ମହାରାଜ। 4th ହାଉସ ରୁ କାଳପୁରୁଷ କୁଣ୍ଡଳୀରେ ଆମେ କଣ ବିଚାର କରୁ, ମାତା, ମନ, ସୁଖ, ଘର, ଗାଡି, ଯେତେ ପ୍ରକାର ସୁଖ ସୁବିଧା, ସେଗୁଡା ସବୁ ଆମେ ବିଚାର କରୁ। ସେଥିରେ ହାଉସ ବି ଆସେ, ଲ୍ୟାଣ୍ଡେଡ ପ୍ରପର୍ଟି ବି ଆସେ, ଘର ବି ଆସେ।
ଏବେ ତୁମେ ଯେତେବେଳେ ଘର କରିବ, ଚନ୍ଦ୍ରର ଛାୟାଟାକୁ ଯଦି ତୁମେ ଟ୍ରେସ୍ ନ କରିବ କି ଆକ୍ଚୁଆଲି ଚନ୍ଦ୍ରର ଛାୟାଟା କୋଉ ଭାବରେ କୋଉଠି ଅଛି, ଏବଂ ତଦନୁପାତିକ ଯଦି ନ ଖୋଳିବ, ତୁମେ କଣ କଲ ନା ୟୁନିଭର୍ସାଲ ଭାଇବ୍ରେସନ ସହିତ ଛେଡଖାନି କରିଦବ। ହୁଁ। ଏବେ ବୁଝିପାରୁଛ ତ ମୁଁ କଣ କହିବାକୁ ଚାହୁଁଛି? ହୁଁ। ଡାଟା ସମସ୍ତେ ଦେଇଦେବେ, ବହି ସମସ୍ତଙ୍କ ପାଖରେ ଅଛି, ବହି କିଣ, ପାଠ ପଢିଦେ, କୋଉ ଖୋଳରେ କରିବି, କୋଉଥିରେ କରିବି, କେମିତି ହବ, ସବୁ ଭାଇ ଅଛି, ବହିରେ ଥୁଆ ହେଇଛି, ତମେ ବହି କିଣିକି ଆରାମସେ ପଢିପାରିବ। ମୁଁ କିନ୍ତୁ ତାର ରିଜିନ କହୁଛି କି ମୋର ଏଟା ଏକ୍ସପିରିଏନ୍ସ, ମୁଁ ଦେଖୁଛି ଭାଇ ଏଇଟା। ଏଇଠି ଆମର ଜଣେ ଭାଇ ଥିଲେ, ଆମ ଗାଁଠୁ 3-4 କିଲୋମିଟର ଦୂର ହବ, 4 କିଲୋମିଟର ଗାଁର, ଏଇଠି ପାଖ ଆଖରେ ତ 10-12 କିଲୋମିଟର ଗାଁର ସମସ୍ତେ ସମସ୍ତେ ଜାଣନ୍ତି, ଯେହେତୁ ଆମେ ଗାଁରୁ ବିଲଙ୍ଗ କରୁ। ସେ ଭାଇଙ୍କର ପରିବା ବିଜନେସ ଥିଲା, ମୋ ସିନିୟର ଥିଲେ ବ୍ୟାଚରେ। ଆଉ ସିଏ କଣ କଲେ ନା ଗୋଟେ ଅସମୟରେ ଘର ଆରମ୍ଭ କରିଦେଲେ ମନମୁଖୀ, କାରଣ ସେତେବେଳେ ତାଙ୍କର ପରିବା ବିଜନେସ ବହୁତ ବଢିଆ ଚାଲୁଥିଲା। ଇଭେନ ମୁଁ ଦେଖିଛି ତାଙ୍କର ଏଇଠି ପ୍ରାୟ ଟ୍ରକ୍ ଟ୍ରକ୍ ଲାଗେ, ଆଉ ବହୁତ ବହୁତ ଇନକମ କରୁଥିଲେ, ମାନେ ବିୟଣ୍ଡ ଇମାଜିନ୍। କଣ ହେଲା ତାଙ୍କ ସହିତ? ତାଙ୍କ ସହିତ ଯେତେବେଳେ ସେ ଘର ଷ୍ଟାର୍ଟ କଲେ, ତାଙ୍କ ବାପା ଚାଲିଗଲେ। ୱିଦିନ 3 months ଖୋଳା ହେଇଛି, ଖୋଳା ହେଇକି ରଡ ପୋତା ହେଇଛି, ବାପା ଚାଲିଗଲେ। ଆଉଟ ଅଫ୍ ନଥିଂ ଆକ୍ସିଡେଣ୍ଟ ହେଲା, ଚାଲିଗଲେ। ଘର ଆଉ ଟିକେ ବଢିଲା, ତାଙ୍କ କକେଇ ଚାଲିଗଲେ। ଘର ଆଉ ଟିକେ ବଢିଲା, ତାଙ୍କର ଯୋଉ ବଡ ବାପାଙ୍କର ଯୋଉ ପୁଅ ଥିଲେ, 3 ଭାଇ ଥିଲେ, ତିନି ତିନି ଭାଇ ଥିଲେ, ସେମାନେ 3 ଭାଇ ଥିଲେ, ଟୋଟାଲ ସେ ଘରୁ ମଲେ 7 ଜଣ। ମୁଁ ସେଇଥିପାଇଁ ମୂଳରୁ ଗୋଟେ ପଏଣ୍ଟ କହିଥିଲି, ଏଭ୍ରି ଲାଇଫ ଇଜ ପ୍ରିସିୟସ୍। ମୁଁ କହୁନି ତମେ ବାସ୍ତୁ ହିସାବରେ କର, ମୋର କିଛି ଯାଉନି। ମୁଁ ବି ଯେତେବେଳେ ପଢୁଥିଲି, ମୁଁ ବହୁତ ଯୁକ୍ତିବାଦୀ ଥିଲି, ଭାଇ କାହିଁକି ଏଇଟା କଣ ପାଇଁ କରାଯିବ, କଣ ଦରକାର କି, ତାକୁ କହି ତାଙ୍କୁ ଏତେ ପଇସା ଆମେ କାହିଁ ଦବୁ, କଣ ଆବଶ୍ୟକତା ଅଛି କି? ଆମେ ଗୋଟେ ଅଛି, ଯେମିତି ଲେଟ୍ସ ସେ ଇଣ୍ଡିଆନ କନଷ୍ଟିଟ୍ୟୁସନ ଅଛି, କୋଉ ଜାଗାର ଗୋଟେ ପର୍ଟିକୁଲାର ଲ ଅଛି, ଯିଏ ସର୍ଭିସ କରିଛନ୍ତି ତାଙ୍କ ପାଇଁ ସର୍ଭିସ କୋଡ ଅଛି, ଯଦି କିଏ ଚୋରି କି ଖରାପ କାମ କରୁଛି ତା ପାଇଁ କ୍ରିମିନାଲ କୋଡ ଅଛି, ତ ଯଦି କିଏ ସିଭିଲ କଥା ବୁଝୁଛି ତା ପାଇଁ ସିଭିଲ କୋଡ ଅଛି। ତାହେଲେ କଣ ୟୁନିଭର୍ସର କିଛି ଗୋଟେ କୋଡ ନଥିବ? ଆମ ମୁନି ଋଷି ମାନେ କଣ ଏତେ ମୂର୍ଖ ବୋକା ଥିଲେ ଯେ ଗୋତ୍ରକାରକ ଋଷି ବନେଇକି କିଛି ଗୋଟେ ବଡ ବଡ ଶାସ୍ତ୍ର ନିର୍ମାଣ କରିଛନ୍ତି ସନାତନ ଧର୍ମରେ? ତେଣୁ ତୁମେ ଯେତେବେଳେ ଘର ଆରମ୍ଭ କରିବ, ପଞ୍ଚାଙ୍ଗ, ଏ ଯୋଉ ଋଷି ମୁନି ମାନେ ଯୋଉ ପଦ୍ଧତିଟାକୁ ଦେଇଛନ୍ତି ସନାତନୀ ମାନଙ୍କୁ, ସେ ସନାତନୀ ମାନଙ୍କୁ ତୁମେ ସେଟାକୁ ତୁମେ ନ ମାନିକି ଟେଷ୍ଟ କର କି ଆକ୍ଚୁଆଲି ତମ ଘର ପାଖରେ ହଉଛି କି ନାହିଁ। ବାସ୍ତବତା ଠାରୁ ବଡ ସତ୍ୟ କଣ ଅଛି ସଂସାର? ଯାହା ବାସ୍ତବରେ ଘଟୁଛି ତାଠୁ ବଡ ସତ୍ୟ କଣ ଅଛି? ତମେ କହିପାରିବ କି ଏଇଟା ମିଛ? ଆରେ ଏଇଟା ବା ଘଟୁଛି, ଆଉ ତମେ କଣ, ଆଉ ତମେ ଦେଖିବ ସତ୍ୟ ମିଥ୍ୟା ଟେଷ୍ଟ କରିବାକୁ? ଏଇ ପଏଣ୍ଟଟା କ୍ଲିୟର କି? ହୁଁ। ତେଣୁ ଏତେ ସବୁ ଷ୍ଟୋରି କହିବା ପରେ ମୁଁ 3ଟା ପଏଣ୍ଟରେ ଆକୁ ସମରାଇଜ କରିବି। ମୁଁ ଏଟା ଆପଣଙ୍କୁ ଗୋଟେ ବ୍ରିଫ ଇଣ୍ଟ୍ରୋଡକ୍ସନ ଦଉଛି, ବୁଝଉଛି କି କଣ କଣ ରିଅଲ ଲାଇଫରେ ହୁଏ। ପ୍ରଥମ କଥା, ପଞ୍ଚାଙ୍ଗ ଦେଖ, ଆମକୁ ସମୟଟାକୁ ଠିକ ଦେଖିବାର ଅଛି। ମୁଁ ମୁଁ କହୁନି କି ଏଇଆ ହିଁ କର, ମୁଁ ଏଇଟା ଜମା କହିବି। ମୁଁ ଯେମିତି ଗୋଟେ ଧର ଗୋଟେ ଦ୍ୱିତୀୟ ଶ୍ରେଣୀ ପିଲାକୁ କି ପଞ୍ଚମ ଶ୍ରେଣୀ ପିଲାକୁ ତମେ ଗାଈ ରଚନା ଲେଖିବାକୁ କହିବ, ସେ କଣ ଲେଖିବ? 2ଟା ଶିଙ୍ଗ, ଗୋଟେ ମୁହଁ, ନଡା ଖାଏ, ଗୋବର ଦିଏ, ଆଉ ମୋ ମା ତାକୁ ସକାଳେ ହେଲେ ଖାଇବାକୁ ଦିଏ। ଏଇଆ କହିବ ନା କଣଟା କଣଟା କହିବ? କିନ୍ତୁ ଯଦି ଗୋଟେ ଭେଟେରିନାରୀ ସର୍ଜନକୁ ଗାଈ ଉପରେ ରଚନା ଲେଖିବାକୁ କହିବ, ସେ କେମିତି ରଚନା ଲେଖିବ? ତେଣୁ ମୁଁ ଯୋଉଟା କହୁଛି ଦ୍ୱିତୀୟ ଶ୍ରେଣୀର କଥା କହୁଛି, ତା ଭିତରେ ତମେ ଯେତେ ପଢିବ, ଆମେ ଆଜି ବି ଶିଖୁଛୁ, ଆମେ ଆଜି ବିଦ୍ୟାର୍ଥୀ, ଆମେ ଜୀବନ ସାରା ବିଦ୍ୟାର୍ଥୀ ହିଁ ରହିବାକୁ ଚାହୁଁ। ମୋ କଥାଟା ବୁଝିପାରୁଛ ନା ନାଇଁ? ତେଣୁ ପ୍ରଥମେ ଦେଖିଲ ପଞ୍ଚାଙ୍ଗ, ଦ୍ଵିତୀୟ ଦେଖିଲେ ଶନିଙ୍କର ପୋଜିସନ, ଯିଏ କରୁଛି ଘର, ଶନିଙ୍କର ପୋଜିସନ। ତୃତୀୟ ଦେଖିବ କଣ ନା ସେଇ ଯୋଉ ଚନ୍ଦ୍ରର ନର୍ଥ ନୋଡ ସାଉଥ ନୋଡ, ଯାହାକୁ ଆମେ କହୁ ରାହୁର ମୁଖ, ରାହୁ କେତୁର ମୁଖ କୋଉଠି ଅଛି? ହେଡ ଟା ହଉଛି ରାହୁ, ଟେଲ ଟା ହଉଛି କେତୁ, ସେଇଟା କୋଉଠି ଅଛି? ଏ 3ଟା ଯଦି ତମେ ଭେରିଫାଇ କରିକି କରିଛ, ବିଶ୍ୱାସ କର, ତୁମର ଧନ ବୃଦ୍ଧି ହବାକୁ ବାଧ୍ୟ। ଏଟା ହେଲା ଆରମ୍ଭର ପ୍ରକ୍ରିୟା। ମୁଁ ବାସ୍ତୁ ପ୍ଲାନ କଥା ବି ଏଠି ଉଠେଇନି। ଜଣେ ଯଦି ଘର କରିବ ବୋଲି ଭାବିଛି, ତାହେଲେ ସେ କଣଟା ମୁଣ୍ଡରେ ରଖିବ? ଏଇ 3ଟା ଜିନିଷ ସେ ମୁଣ୍ଡରେ ରଖିବ। ଆଗ ଏଟା ହେଲା ତାର ପ୍ରିଲିମିନାରୀ ଦାୟିତ୍ୱ।
ଆଉ ସର୍ବୋପରି ଭାଇ ନାରାୟଣଙ୍କୁ କହିବ, ଯିଏ ତାର ଇଷ୍ଟ ହେଇଥିବ ତାକୁ ତ ଜଣେଇବ ହିଁ ଜଣେଇବ ସେଇଟାକୁ। ମୁଁ ଇଷ୍ଟ କଥା ଭୁଲି ଯାଇଥିଲି, ଆଗ ଆଗ ଇଷ୍ଟକୁ କହିବ। ଇଷ୍ଟକୁ ନ କହି କୌଣସି କାମ କରିବନି। ବଟ୍ ଫ୍ୟାକ୍ଟ ଏଇଆ କି ଶାସ୍ତ୍ରକୁ ଫଲୋ କରିବ। ଯେ ଶାସ୍ତ୍ରକୁ ଫଲୋ ନ କରିବ ତମେ ପ୍ରୋବ୍ଲେମ ଫେସ୍ କରିବ। ଏଇଟା ହେଲା ମୋର ଯୋଉ ପ୍ରାକ୍ଟିକାଲ ଏକ୍ସପିରିଏନ୍ସ ନା, ମୁଁ ସେଇଟା ସେୟାର କରୁଛି। ବହି ସମସ୍ତଙ୍କ ପାଖରେ ଅଛି, କୋଉ ମାସରେ ଆରମ୍ଭ କରିବା, ପଞ୍ଚାଙ୍ଗ କେମିତି ଦେଖିବା, ପାଞ୍ଜି ଦେଖିବା, ଶନିଙ୍କ ପୋଷଣ ଦେଖିବା, ଡବଲ ଟ୍ରାନଜିଟ ଦେଖିବା, ଗୁରୁଙ୍କର ପୋଜିସନ ଦେଖିବା, ଏମିତି କହିଚାଲେ ତ ଆମେ କହିଚାଲୁ, କିନ୍ତୁ ଲାଭଟା କଣ? ଗୋଟେ ଲେମିଆନ କେମିତି ବୁଝିବ ଯେ ଏଇ ଘର ଆରମ୍ଭ କରିବାକୁ ୟାର ହେଡିଂ ରହିବ ଗୃହାରମ୍ଭ ସମୟରେ, ଗୃହାରମ୍ଭ କରିବା ପୂର୍ବରୁ କରଣୀୟ, ୟାର ହେଡିଂ ଏଇଆ ରହିବ। ଜଣ ଘର ଷ୍ଟାର୍ଟ କରିବ, ତାହେଲେ ତା ପୂର୍ବରୁ ତାକୁ କଣଟା ମିନିମମ୍ ନଲେଜ ଥିବା ଦରକାର। ଠିକ ଅଛି। ହୁଁ। ତ ଆମେ ଏଠି କଣ ବୁଝିଲେ କି ଏଇ ଜିନିଷଟାକୁ ଯଦି ଆମେ ଭେରିଫାଏ କରିକି କରିବା, ତାହେଲେ ଆମେ ଗୋଟେ ନିଶ୍ଚିତ ଭାବରେ ଭଲ ଜୀବନଟା ଅତିକ୍ରମ କରିବା। ଚାଲ, ମୁଁ ଗୋଟେ ଥର ଗୋଟେ ନୟାଗଡ଼ ଯାଇଥିଲି ଗୋଟେ ବାସ୍ତୁର କାମ। ଠିକ ଅଛି, ନୟାଗଡ଼ ଯାଇଥିଲି। ଏମିତି ମୁଁ ଯାଇଥିଲି ନୟାଗଡ଼, ବାସ୍ତୁର କାମରେ କହିବାଟା ଭୁଲ ହବ। ମୁଁ ଯାଇଥିଲି ନୟାଗଡ଼। ନୟାଗଡ଼ ଯାଇକି ମୁଁ କଣ କରିଛି ନା, ଭାଇ ତମେ ଯେତିକି ଜାଣିଛ ଯଦି, ଆଉ ଲୋକ ଯଦି ଜାଣିଛନ୍ତି ତୁମେ ଜାଣିଛ ବୋଲି, ତାହେଲେ ଲୋକ ତୁମକୁ ଆସିକି ପଚାରେ ଭାଇ ତମର ଗୋଡ କାଟୁଛି କି ମୁଣ୍ଡ ବିନ୍ଧୁଛି, ତମକୁ ଲୋକ ଆସିକି ପଚାରିବେ ଭାଇ ନା ରଙ୍ଗଟା କଣ କରିବା, କୁମ୍ଭ ରାଶି କେମିତି ଅଛି। ଠିକ ଅଛି, ଆମ ଘରେ ଏଇ ପ୍ରୋବ୍ଲେମ, ତମ କଥା କେହି ବୁଝିବେନି, ତମକୁ ଆସିକି ଏଇ କୋଶ୍ଚିନ୍ ପଚରା। ମୁଁ କହିଲି ହଁ ହେଲା। ଗୋଟେ ଲୋକର ଟେନସନ ହେଲା ତା ପଡୋଶୀରେ ଏତେ ଉନ୍ନତି କେମିତି ହଉଛି ହେଲା, ସେ ସେଇ କୋଶ୍ଚିନ୍ ପଚାରୁଛି। ଭାଇ ଲିଟରାଲି ଭେରିଫାଇଡ ୱାନ୍ ଥିଙ୍ଗ। ମୁଁ କହିଲି ତୁମ ପଡୋଶୀ ଯେତେବେଳେ ଗାଁରେ ଥିଲେ କଣ ସେ ତାଙ୍କର ଏତିକି ଉନ୍ନତି ହେଇଥିଲା? ନା ଯେବେଠୁ ଘରଟା କଲେଣି ସେବେଠୁ ଏତେ ଉନ୍ନତି ହେଇଥିଲା? ନା ଯେବେଠୁ ଘର କରିକି ଆଇଲାଣି କିଛି ପଇସା ପତ୍ର କିଛି ପାଖରେ ନଥିଲା, ଝିଅକୁ ଏବେ ଡୋନେସନ ଦେଇକି ଆଉ ଗୋଟେ ପ୍ରାଇଭେଟ କଲେଜରେ ନାଁ ନେବି ସେଠି ଡକ୍ଟରୀ ପଢଉଛି, କିଛି ନାହିଁ, କୁଆଡୁ ପଇସା ଆସୁଛି ତାର କଣ ହଉଛି, ଜମି ଉପରେ ଜମି ପଡିଲାଣି। ବୁଝିପାରୁଛ କଥାଟା? ଗୋଟେ ପଏଣ୍ଟ କ୍ଲିୟର। ଆଉ ଗୋଟେ ପଏଣ୍ଟ କହୁଛି, ଜଣେ ଭାଇ ଥିଲେ ବହୁତ ହି ମେହନତି, ବହୁତ ହି ଇଷ୍ଟପ୍ରାଣ, ଆଇଁଷ ଫାଇଁଷ ଖାଆନ୍ତିନି। ମୁଁ ଦିଟା ଏକ୍ସାମ୍ପଲ କଣ ପାଇଁ ଦଉଛି ଆପଣ ବୁଝିଯିବେ ଏଇ କଥା। ତାର କିଛି ଉନ୍ନତି ହଉନଥିଲା। ହଠାତ୍ ଦିନେ ଦେଖା ହେଲେ ମୁଁ ତାଙ୍କୁ କହିଲି ଆପଣ ଘରଟା ଚେଞ୍ଜ କରିଦିଅନ୍ତୁ ନା। ଆଜି ମୁଁ ଗୋଟେ ବର୍ଷ ତଳର କଥା କହୁଛି। ଇନ୍ ୱାନ୍ ଇୟର, ଏବେ ବାଟରେ ଆଇଲା ବେଳକୁ କଲ୍ ବି କରିଥିଲି। ମୁଁ ସେଥିପାଇଁ ଏତେ ସବୁ ଜିନିଷ ଏତେ ସବୁ ଜିନିଷ ଏତେ ଷ୍ଟୋରି ସବୁ ରିଲେଟ ଏଇଥିପାଇଁ କରୁଛି କି ଏଇ ଜିନିଷଟା ବୋଧେ ବୋଧେ ଆଜି କହିବାର ଥିଲା, ସେଥିପାଇଁ କହୁଛି। ମୁଁ କିଛି ପ୍ଲାନ୍ କରିକି କରେ ନାହିଁ, କାରଣ ଲେସନ ଆମର ଯେମିତି ହୁଏ ଭଗବାନ ଜାଣନ୍ତି। ଠିକ ଅଛି। ୱିଦିନ୍ ୱାନ୍ ଇୟର ଟୁ ପ୍ରମୋସନ ପ୍ରାଇଭେଟ କମ୍ପାନୀରେ, ଯୋଉଟା କି ପୁରା ଷ୍ଟଲ ହେଇକି ପଡିଥିଲା। ୱିଦିନ୍ ୱାନ୍ ଇୟର ଭାଇଙ୍କର ବଡ ଭାଇଙ୍କର ବାହାଘର ହେଇଗଲା, ତାଙ୍କ ବାହାଘର ଖୋଜା ଚାଲିଛି। ୱିଦିନ୍ ୱାନ୍ ଇୟର ଫୋର ହ୍ୱିଲର ବି ନେଇଗଲେ। କଣ ପାଇଁ? ଯଦି ତୁମେ ୟୁନିଭର୍ସାଲ ଭାଇବ୍ରେସନ ସହିତ ପ୍ରତ୍ୟେକ ଜିନିଷର ୟୋର ଥଟ୍ ପ୍ରୋସେସ ଆଉ ତମର ସ୍ଥାନ କାଳ ପାତ୍ର, ଏ ତିନିଟା ଜୀବନର ସବୁଠୁ ମୁଖ୍ୟ। ଯଦି ତୁମର ସ୍ଥାନ ଠିକ ଅଛି, କାଳ ଠିକ ଅଛି, ପାତ୍ର ଠିକ ଅଛି, ତାହେଲେ ବହୁତ ପ୍ରୋବ୍ଲେମ ଥିଲେ ମଧ୍ୟ ତୁମେ ସଷ୍ଟେନ କରିଯିବ, ଈଶ୍ୱରର କୃପା ମିଳିବା କଥା ମିଳିବ। ଆଉ ଯଦି ସ୍ଥାନ କାଳ ପାତ୍ର ସହିତ ତମେ ଛେଡଖାନି କଲ, ତମେ ଯାହା ସହିତ ଡିଲ୍ କରୁଛ ସେ ହଉଛି ପରମା ପ୍ରକୃତି। ପରମା ପ୍ରକୃତିକୁ ଆମେ କହୁ ଜଗଦମ୍ବା। ତମେ ଯଦି ଶ୍ରୀ ଶ୍ରୀ ଚଣ୍ଡୀ ପଢିବ, ତାର ଫାଷ୍ଟ ଅଧ୍ୟାୟରେ ଜଗନ୍ନାଥଙ୍କୁ ଶୁଆଇ ଦେଇଥିଲେ। ମୁଁ ଅଧ୍ୟାୟ କହିବିନି, ପଢିଦବ, ଅଛି ସେଠି। ଯିଏ ଜଗନ୍ନାଥକୁ ଶୁଆଇ ଦବାର କ୍ଷମତା ରଖିଛି ପୃଥିବୀର ଉନ୍ନତି କରିବା ପାଇଁ, ତୁମେ ତା ସହିତ ଜିତିଯିବ। ତୁମେ ହେତୁବାଦୀ ହୁଅ, ନାସ୍ତିକବାଦୀ ହୁଅ, ମୋର ଜମା ସେଥିରେ କୌଣସି ଅସୁବିଧା ନାହିଁ। ବଟ୍ ୟୁନିଭର୍ସାଲ ଭାଇବ୍ରେସନ ସହିତ ଛେଡଖାନି କର, ମୋର ଏତିକି ରିକ୍ୱେଷ୍ଟ। ତେବେ ଆଜିର ସେସନ ଆମେ ଇଏ ଜାଣିଲେ ଯେ ଘର ଆରମ୍ଭ କରିବା ପୂର୍ବରୁ ମିନିମମ୍ କେତିଟା ଜିନିଷ ତାକୁ ଜଣାଥିବା ଦରକାର। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ରାମ।